ଯଥା ଅଯୋଧ୍ୟାର ସଦନ ମଣ୍ଡଳୀ ଆଜି ଗୋଟିଏ ଆନନ୍ଦର ସଭା ପ୍ରକାଶ କରିବା ଲାଗି ଏହି ବିରାଟ ସଦନ ସଭାର ଆୟୋଜନ, ଯାହା ଶୁଣିବା ମାତ୍ରେ ଆବାଳ ବୁଦ୍ଧ ବନିତାଙ୍କ ମୁଖରେ ହାସ ଫୁଟି ଉଠିବ। ପ୍ରକାଶ କରନ୍ତୁ ମହାରାଜ। ମୋର ଜ୍ୟେଷ୍ଠ ପୁତ୍ର ରାମଚନ୍ଦ୍ର ରାଜା ଅଭିଷେକ ଉପଲକ୍ଷେ ଏହି ସଭାର ଆୟୋଜନ। ଆଗାମୀ ମାଘ ଶୁକ୍ଳ ତୃତୀୟା ତିଥିରେ ଅଯୋଧ୍ୟା ସିଂହାସନରେ ରାଜା ଅଭିଷେକ ହେବେ। ଏ ତ ବଡ଼ ଆନନ୍ଦର କଥା ମହାରାଜ। ଆନନ୍ଦ। ଜ୍ୟେଷ୍ଠ ଯୁବରାଜ ରାମଚନ୍ଦ୍ର ଅଯୋଧ୍ୟାର ରାଜା ହେଲେ ଆମ ରାମ ରାଜ୍ୟରେ ସୁଖରେ ବାସ କରିବୁ। ଜୟ ମହାରାଜା ଦଶରଥଙ୍କର, ଜୟ ମହାରାଜା ଦଶରଥଙ୍କର, ଜୟ ମହାରାଜା ଦଶରଥଙ୍କର। କଣ୍ଠରେ ଆନନ୍ଦର କୋଳାହଳ। ପ୍ରଜାମଣ୍ଡଳ ତରଫରୁ ମହାରାଜାଙ୍କୁ ମୋର କୃତଜ୍ଞତା ଜ୍ଞାପନ କରୁଛି। ଜନସାଧାରଣ ମାନେ ଆପଣମାନଙ୍କର କୋଳାହଳରେ ଆଜି ରାଜଧାନୀ ପରିପୂର୍ଣ୍ଣ। ମୁଁ ବୁଦ୍ଧ ଅକମ୍ୟ ହୋଇଛି। ରାଜଶାସନର ଏତେ ବଡ଼ ଗୁରୁଦାୟିତ୍ୱ ମୁଣ୍ଡ ଉପରେ ରଖି ପ୍ରଜାମାନଙ୍କର ଆଶାର କାରଣ ହେବାକୁ ଚାହେଁ ନା। ପ୍ରଜାମାନଙ୍କର ସୁଖ ଦୁଃଖ ଅଭାବ ଅନାଟନ ପ୍ରତିକାର କରିବା ଶକ୍ତି ନଥିଲେ ଶକ୍ତିମାନ ଶାସକ ଉପରେ ଗୁରୁଦାୟିତ୍ୱ ଟେକିଦେବାଇ ଏ ମନୁଷ୍ୟର ପ୍ରଥମ କର୍ତ୍ତବ୍ୟ। ଏ ସମସ୍ତ ଅତିଲୋଭୀ ମାନବକୁ ଆସନରୁ କାଢ଼ିଦେବାଇ ଜନତାର ପ୍ରଥମ ଅଧିକାର। ମହାରାଜ ଦଶରଥ ଜ୍ୟେଷ୍ଠ ଯୁବରାଜ ରାମଚନ୍ଦ୍ରଙ୍କ କାର୍ଯ୍ୟକଳାପରେ ଅଯୋଧ୍ୟାର ଜନସାଧାରଣ ପ୍ରୀତି ହେଉଛନ୍ତି। ତେଣୁ ସେହି ମାତ୍ର ରାଜ ଅଭିଷେକରେ ଅଭିଷକ୍ତ ହେବା ବାଞ୍ଛନୀୟ। ତେବେ ଶୁଭ କାର୍ଯ୍ୟ ସମାପନ କରିବା ଏକାନ୍ତ ଆବଶ୍ୟକ। ମହାମନ୍ତ୍ରୀ, ଆଗାମୀ ମାସ ଶୁକ୍ଳ ତିଥିରେ ରାଜା ଅଭିଷେକ କାର୍ଯ୍ୟ ହେବ ସମ୍ପୂର୍ଣ୍ଣ। ଏହି 2 ଦିନ ମଧ୍ୟରେ ଚତୁର୍ଦିଗ ଦୂତାବାଦ ପଠାଇ ନିମନ୍ତ୍ରଣ କରିବା ସର୍ବରାଜ ଗଣେ। ରାଜାଙ୍କ ଆଦେଶ ମତେ ସକଳ କାର୍ଯ୍ୟର ଆୟୋଜନ ଜଣାଇଦେବ ରାମଚନ୍ଦ୍ରକୁ ଏ ସଫଳ ସମ୍ପତ୍ତି। ପ୍ରିୟ ପ୍ରଜାଗଣ, ବର୍ତ୍ତମାନ କାର୍ଯ୍ୟ ଏତିକିରେ ସ୍ଥଗିତ ରଖାଗଲା। ଯିଏ ଦେବା ସେ କରଗମନ। ଆସ ଗୁରୁଦେବ, ଆସ ମହାମନ୍ତ୍ରୀ।